ମୋର ପ୍ରଥମ କଥା ହେଲା ଉପାଦେୟ କଥା, ତାହା ହେଉଛି ପ୍ରକୃତ ପାତ୍ର ହେବା। ଅନେକ ମନୁଷ୍ୟ ଅଛନ୍ତି ସଂସାରରେ, ସମସ୍ତେ ଜନ୍ମ ନେଇଛନ୍ତି ସେ ଈଶ୍ୱରଙ୍କ ଇଚ୍ଛାରେ। ନିଜ କର୍ମ ଅନୁସାରେ ସମସ୍ତଙ୍କୁ ଭାଗ୍ୟ ମିଳିଛି, ସମସ୍ତଙ୍କୁ ଜୀବନ ମିଳିଛି, ପରିବେଶ ମିଳିଛି, ସମ୍ପର୍କ କ୍ଷେତ୍ର ମିଳିଛି, ସବୁକିଛି ମିଳିଛି। କିନ୍ତୁ ପ୍ରକୃତ ପାତ୍ର ହେବା କ'ଣ? ଯାହା ମିଳିଛି ସେ ଅନୁସାରେ ମନୁଷ୍ୟ ଚାଲିଛି। ଆଉ କେତେ ଗୁଡ଼ିଏ ଜିନିଷ ସଜାଡ଼ି ଦେଲେ ଜୀବନର, ଯାହାକି ଆମକୁ ଉପଯୁକ୍ତ ପାତ୍ର କରେଇବ, ସେ ବିଷୟରେ ଆଲୋଚନା କରିବା। ପ୍ରକୃତ ପାତ୍ର ନହେଲେ ଈଶ୍ୱରଙ୍କ ଆଶୀର୍ବାଦ ରହିବ ନାହିଁ। ଯେତେବେଳେ ପ୍ରବଳ ବର୍ଷା ହୁଏ, ଗିନାଟିଏ ଯଦି ଉପରମୁହାଁ ହେଇଥାଏ, ସେଥିରେ ପାଣି ଷ୍ଟୋର ହୁଏ। କିନ୍ତୁ ଯଦି ଗିନା ଓଲଟା ଥିବ, ପାତ୍ର ଓଲଟା ଥିବ, ତାହେଲେ କ'ଣ କି ବର୍ଷା ପାଣି ସେଥିରେ ଠୁଳେଇ ପାରିବ? ଠିକ୍ ସେଇଭଳି ଭାବରେ ଆମ ଭିତର ଯଦି ପରିଷ୍କାର ଥିବ, ଆମ ଚେତନା, ଆମର ଚିନ୍ତା, ଆମର ଭାବନା, ଆମର ହୃଦୟ ଯଦି ପ୍ରକୃତରେ ସ୍ୱଚ୍ଛ ଥିବ, ପବିତ୍ର ଥିବ, ତାହେଲେ ସେଇ ଜାଗାରେ ଈଶ୍ୱରଙ୍କ ଆଶୀର୍ବାଦ ଠୁଳ ହେଇଯିବ ନିଶ୍ଚିତ। ତେଣୁ ଯେତେବେଳେ ନିଜକୁ ତୁଳାଟିଏ ପରି ନରମ କରି ନେବା, ବିନମ୍ରତା ଆଣିବା, ସମସ୍ତଙ୍କୁ କ୍ଷମା କରିବାର ହୃଦୟ ରଖିବା, ମନକୁ ଉଚ୍ଚସ୍ତରକୁ ନେବା ଏବଂ ପୂର୍ଣ୍ଣ ସମର୍ପଣ ଭାବରେ ଈଶ୍ୱରଙ୍କ ସୃଷ୍ଟି ଭାବି ତାଙ୍କର ଆନୁଗତ୍ୟ ଲାଭ କରି, ତାଙ୍କୁ ସମର୍ପଣ କରି ଏକ ଦିବ୍ୟ ଜୀବନର ବଞ୍ଚିବାର ସଂକଳ୍ପ ନେବା, ସେତେବେଳେ ଆମେ ଉପଯୁକ୍ତ ପାତ୍ର ହେଇପାରିବା। ଏବଂ ଏ ଜୀବନରେ କ'ଣ କର୍ତ୍ତବ୍ୟ, ଆମର କ'ଣ କର୍ତ୍ତବ୍ୟ, ଆମେ କାହିଁକି ଆସିଛେ, କୁଆଡ଼େ ଯିବା, କ'ଣ କରିବାକୁ ଆସିଛେ, ସେ ଉଦ୍ଦେଶ୍ୟକୁ ନିଜେ ବାହାର କରିବା। କାରଣ ଯେଉଁ ସମୟଟିକୁ ଆମେ ବସିବା, ସେ ହେଉଛି ଏକ ମୂଲ୍ୟବାନ ସମୟ। କାରଣ ଯାହା ଏ ଜୀବନରେ ଆମେ କମଉଛେ, ଯାହା ଜୀବନରେ ଆମେ ସବୁ ଛାଡ଼ି ଦେଇ ଯିବା, ନେଇକି ଯିବା କେବଳ ସେଇ ଶକ୍ତିକୁ, ସେଇ ଚୈତନ୍ୟ ଶକ୍ତିକୁ, ଯାହାର କି ବିନାଶ ନାହିଁ, ଅବିନାଶୀ। ଆମ ଭିତରେ ଯେଉଁ ଶକ୍ତି, ଐଶ୍ୱରିକ ଶକ୍ତି ବୃଦ୍ଧି ହେବାରେ ଲାଗିବ, ସେ ହେଉଛି ଅବିନାଶୀ, ବାକି ସବୁ ବିନାଶ। ଏଇ ଜିନିଷଟାକୁ ବୁଝି ଆଗକୁ ବଢ଼ିବା, ଏକ ସଂକଳ୍ପ ନେବା। ସଂକଳ୍ପରୁ ହିଁ ସିଦ୍ଧି ଲାଭ ହୋଇଥାଏ। ଯେତେବେଳେ ମାନସିକ ସ୍ତରରେ ମନୁଷ୍ୟ ରେଡି ହେଇଯାଏ, ମୁଁ ଏଇଟା ହିଁ କରିବି, ବୁଝିନିଏ। ବୁଝିବା ଶକ୍ତି ହେଉଛି ସବୁଠାରୁ ଶକ୍ତିଶାଳୀ ଶକ୍ତି। ବୁଝିଗଲେ ହିଁ ମନୁଷ୍ୟ ପାରି ହେଇଯାଏ, ତରିଯାଏ। ସେ ପ୍ରଭୁଙ୍କର ଇଚ୍ଛା ସହିତ ନିଜ ଇଚ୍ଛାକୁ ମିଳେଇ ଦେବା, ଏଇ ହେଉଛି ପାତ୍ର। ଉପଯୁକ୍ତ କର୍ମ କରିବା, ନିୟମ ଶୃଙ୍ଖଳାରେ ବଞ୍ଚିବା, ଏଇ ହେଉଛି ପାତ୍ରତା। ତେଣୁ ଧୀରେ ଧୀରେ ଆମ ଭିତରେ ଥିବା ତ୍ରିଗୁଣ ଶକ୍ତି, ଯାହାକି କୁହାଯାଏ ତାମସିକ, ରାଜସିକ ଏବଂ ସାତ୍ତ୍ୱିକ ଭାବ, ଏ ବିଷୟରେ ଟିକେ ଚିନ୍ତା କରିବା। ପୂର୍ବଜନ୍ମକୃତ କର୍ମର ଫଳ ଅନୁସାରେ ମନୁଷ୍ୟ ଯେଉଁ ଭଳି ଗୁଣ ନେଇକି ଆସିଥାଏ, ତାହା ଭିତରେ ଯେଉଁ ହିଂସ୍ର ଗୁଣ ଟିକକ ଥାଏ, ତାହା ହେଉଛି ତାମସିକତା। ଯେତେବେଳେ ଛୋଟିଆ ପ୍ରୟାସ କରେ ଏବଂ ପ୍ରକୃତ ମନୁଷ୍ୟଟିଏ ମନୁଷ୍ୟ ଭଳି ହେବାକୁ, ବଞ୍ଚିବାକୁ ଚେଷ୍ଟା କରେ, କିଛି ତାମସିକ ଏବଂ କିଛି ରାଜସିକ ମିଶିଥାଏ, ତାହା ହେଉଛି ରାଜସିକତା। ଏବଂ ଯେତେବେଳେ ଝାଡ଼ି ଝୁଡ଼ି ହେଇସାରେ, ଯେତେବେଳେ ବୁଝିପାରେ ଯେ ମୁଁ କ'ଣ ଭୁଲ କରୁଛି, ତାକୁ ପୁନରାବୃତ୍ତି କରିବି ନାହିଁ, ପ୍ରତ୍ୟେକ ଦିନ ସେ ନିଜକୁ ଆନାଲାଇଜ କରେ, କ'ଣ ଭୁଲ କରୁଛି, କ'ଣ ଠିକ୍ କରୁଛି। ସତ୍ସଙ୍ଗର
ସହଯୋଗ ନିଏ, ସଦାଚାରରେ ପ୍ରତିଷ୍ଠିତ ହୁଏ, ସତ ଚେଷ୍ଟା କରେ କିଭଳି ଭାବରେ ନିଜ ଭିତରେ ଥିବା ଧର୍ମ ଯୁଦ୍ଧରେ, ନିଜ ଭିତରେ ଧର୍ମ ଆଉ ଅଧର୍ମର ଯୁଦ୍ଧ ଚାଲେ ଏବଂ ବିବେକ ଜିତିଯାଏ। ନିଜକୁ ସେ ସଜାଡ଼ି ନିଏ ଏବଂ ସତ୍ୟ ପଥରେ ଅଗ୍ରସର ହେବାର ସଂକଳ୍ପ ନିଏ। ସେତେବେଳେ ସାତ୍ବିକ ଭାବର ବୃଦ୍ଧି ଘଟେ। ସେ ହେଉଛି ସାତ୍ବିକ ଜୀବନ। ଏଇଭଳି ଭାବରେ ଚେଷ୍ଟା କରି କରି ମନୁଷ୍ୟ ଈଶ୍ୱରଙ୍କ ସହିତ ମିଳିତ ହୁଏ। ଗୋଟିଏ ପାଦ ବଢ଼ିଲେ ଈଶ୍ୱର 3 ପାଦ ପାଖକୁ ପଳେଇ ଆସନ୍ତି। ସେ ଭାବଗ୍ରାହୀ, ଦୟାମୟ। ମା କୋଡ଼େଇ ଧରନ୍ତି। ମୋ ପିଲା କିଭଳି ଭାବରେ ଆଗକୁ ବଢ଼ୁ ତାର ପରିବେଶ ସଜାଡ଼ି ଦିଅନ୍ତି, ସହଯୋଗ ଦିଅନ୍ତି। ଏଇ ହେଉଛି ପାତ୍ରତା।